ଓମ୍ ଶାନ୍ତି। ପୁସ୍ତକ ପଠନ ଶ୍ରୀମଦ୍ ଭଗବତ ଗୀତା ରହସ୍ୟ। ଲେଖକ ବ୍ରହ୍ମା କୁମାର ସୁଧାଂଶୁ ଶେଖର ମିଶ୍ର। ଷୋଡ଼ଶ ଅଧ୍ୟାୟ ଦୈବାସୁର ସମ୍ପଦ ବିଭାଗ ଯୋଗଃ। ଦୈବୀ ସମ୍ପଦ। ଜ୍ଞାନ ଓ ଯୋଗରେ ନିଷ୍ଠା। ସତ୍ୟ ଓ ଅସତ୍ୟର ବିଚାରବୋଧକୁ ଜ୍ଞାନ କୁହାଯାଏ। ଅନ୍ୟ ଅର୍ଥରେ ଯାହା ଯେମିତି ତାକୁ ଅବିକଳ ଠିକ୍ ଭାବରେ ଜାଣିବାର ନାମ ଜ୍ଞାନ। ଅନ୍ଧକାରରେ ରଜ୍ଜୁ ଦେଖି ସର୍ବଭ୍ରମ ହେବା ଅଜ୍ଞାନତା। ନିଜକୁ ବିନାଶଶୀଳ ଦେହ ଭାବିବା ବା ପରମାତ୍ମାକୁ ଶରୀରଧାରୀ ଭାବିବା ଅଜ୍ଞାନତା। ଏହା ବିପରୀତରେ ସୃଷ୍ଟି ଓ ସ୍ରଷ୍ଟା ବିଷୟରେ ସଠିକ୍ ତଥ୍ୟକୁ ଜ୍ଞାନ କୁହାଯାଏ। ଶରୀର ବ୍ୟକ୍ତିର ପ୍ରକୃତ ପରିଚୟ ନୁହେଁ, କାରଣ ଏହା ନାଶବାନ। ଶରୀରାଭ୍ୟନ୍ତରସ୍ଥ ଅବିନାଶୀ ଆତ୍ମା ହେଉଛି ତାର ପରିଚୟ। ପ୍ରତ୍ୟେକ ଜନ୍ମରେ ଆତ୍ମା ତାର ନାମ ଓ ରୂପ ପରିବର୍ତ୍ତନ କରେ। ବର୍ତ୍ତମାନ ଜନ୍ମରେ ପୁରୁଷ ଶରୀର ଧାରଣ କରିଥିବା ଆତ୍ମା ପରଜନ୍ମରେ ସ୍ତ୍ରୀ ଶରୀର ଧାରଣ କରି ଜନ୍ମ ହୋଇପାରେ। ଏଠାରେ ମନେ ରଖିବାକୁ ହେବ ଯେ ମନୁଷ୍ୟାତ୍ମା କେବଳ ମନୁଷ୍ୟ ଶରୀର ଧାରଣ କରେ। ପ୍ରତ୍ୟେକ ଜନ୍ମରେ ବିଭିନ୍ନ ନାମ ଓ ରୂପ ବିଶିଷ୍ଟ ଶରୀର ଧାରଣ କରୁଥିଲେ ମଧ୍ୟ ଆତ୍ମା ଏକ ରହେ ଏବଂ ପ୍ରାରବ୍ଧ ଅନୁସାରେ କର୍ମ ଫଳ ଭୋଗ କରେ। ଆତ୍ମାର ପିତା ପରମାତ୍ମା ଅଶରୀରୀ ଓ ଇନ୍ଦ୍ରିୟାତୀତ ଅଟନ୍ତି। ଚନ୍ଦ୍ର, ସୂର୍ଯ୍ୟ ଓ ତାରାଗଣଙ୍କ ଠାରୁ ଅନେକ ଊର୍ଦ୍ଧ୍ୱରେ ଥିବା ପରମଧାମ ହେଉଛି ତାଙ୍କର ନିବାସସ୍ଥଳୀ। ସେ ପରମଧାମ ନିବାସୀ ହୋଇଥିବାରୁ ଏକଦେଶୀୟ, ତେଣୁ ସର୍ବବ୍ୟାପୀ ନୁହନ୍ତି। ସୃଷ୍ଟିରେ ଧର୍ମଗ୍ଲାନି ହେଲେ ଅର୍ଥାତ୍ କଳିଯୁଗର ଅନ୍ତିମ ଚରଣରେ ସେ ଏକ ସାଧାରଣ ମନୁଷ୍ୟ ଶରୀରରେ ଅବତରଣ କରି ଈଶ୍ୱରୀୟ ଜ୍ଞାନ ଓ ରାଜଯୋଗ ଶିକ୍ଷା ଦିଅନ୍ତି। ଏହାଦ୍ୱାରା ମଣିଷ ମଧ୍ୟରେ ଥିବା କଳିଯୁଗୀ ଆସୁରୀ ସଂସ୍କାର ଭସ୍ମୀଭୂତ ହୋଇ ଦୈବୀ ଗୁଣଗୁଡ଼ିକର ବିକାଶ ହୁଏ। ଏହିପରି କଳିଯୁଗର ପରିବର୍ତ୍ତନ ହୋଇ ସତ୍ୟଯୁଗୀ ଦୈବୀ ସାମ୍ରାଜ୍ୟର ପୁନଃସ୍ଥାପନା ହୁଏ। ଏହିପରି ସାକ୍ଷାତ୍ ପରମାତ୍ମାଙ୍କ ଦ୍ୱାରା କଥିତ ଈଶ୍ୱରୀୟ ଜ୍ଞାନ ଆଧାରରେ ତାଙ୍କୁ ପ୍ରତ୍ୟକ୍ଷ ଅନୁଭବ କରି ନିରନ୍ତର ତାଙ୍କ ସହିତ ଯୋଗଯୁକ୍ତ ହୋଇ ଦିବ୍ୟ ଜୀବନ ଯାପନ କରିବା ଜ୍ଞାନ ଓ ଯୋଗର ନିଷ୍ଠା କୁହାଯାଏ। ଜ୍ଞାନ ଯୋଗ ବ୍ୟବସ୍ଥିତି। ଦାନ। ନିଜ ସତ୍ତ୍ୱାଧିକାରରେ ଥିବା ଅନ୍ନ, ବସ୍ତ୍ର, ଧନ, ଭୂମି ଆଦି ସ୍ଥାବର ବା ଅସ୍ଥାବର ବସ୍ତୁ ବା ସମ୍ପତ୍ତିକୁ ନିଃସ୍ୱାର୍ଥପର ଭାବରେ ସତ୍ପାତ୍ରରେ ବିତରଣ କରିବାକୁ ଦାନ କୁହାଯାଏ। ଏହି ପ୍ରକାର ଦାନ ଲୌକିକ ପର୍ଯ୍ୟାୟଭୁକ୍ତ। ଏହାଦ୍ୱାରା ଗ୍ରହୀତାର କେବଳ ଲୌକିକ କଲ୍ୟାଣ ସାଧିତ ହୁଏ। ବିଦ୍ୟା ବା ଜ୍ଞାନ ବିତରଣ କରିବା ହେଉଛି ଅଲୌକିକ ଦାନ। ଏହାଦ୍ୱାରା ଗ୍ରହୀତାର ଉଭୟ ଇହ ଓ ପରକାଳରେ କଲ୍ୟାଣ ହୁଏ। ତେଣୁ ଏହା ସର୍ବଶ୍ରେଷ୍ଠ ଦାନ। ବିଦ୍ୟା ବା ଜ୍ଞାନକୁ ମହାଧନ ବୋଲି କୁହାଯାଏ, କାରଣ ଏହା ଜ୍ଞାତି କୁଟୁମ୍ବର ଲୋକେ ଭାଗବଣ୍ଟା କରିପାରନ୍ତି ନାହିଁ କି ଚୋର ଚୋରି କରିପାରେ ନାହିଁ। ଦାନ ଦେଲେ ଏହା କ୍ଷୟ ହୁଏ ନାହିଁ। ଜ୍ଞାତିର୍ଭି ନୈବ ବଣ୍ଟ୍ୟତେ ଚୌରାଣପି ନ ଲିୟତେ ଦାନେନ ନ କ୍ଷୟଂ ଯାତି ବିଦ୍ୟାରତ୍ନଂ ମହାଧନମ୍। ଜ୍ଞାନ ମଣିଷକୁ ଯୋଗ୍ୟ ଓ କ୍ରିୟାଶୀଳ କରାଏ। ଜ୍ଞାନ ଦ୍ୱାରା ପରମାତ୍ମାକୁ ଜାଣି ହୁଏ। ଜ୍ଞାନ ଜ୍ଞେୟମ୍। ଜ୍ଞାନ ମଣିଷକୁ ଅଭୟ ପ୍ରଦାନ କରେ। ଅଭୟ ଦାନକୁ ପଞ୍ଚତନ୍ତ୍ରରେ ସର୍ବଶ୍ରେଷ୍ଠ ଦାନ ବୋଲି କୁହାଯାଇଛି। ନ ଗୋ ପ୍ରଦାନମ୍ ନ ମହି ପ୍ରଦାନମ୍ ନ ଚାନ୍ନ ଦାନମ୍ ହି ପ୍ରଧାନମ୍। ଯଥା ବଦନ୍ତିଃ ବୁଧାଃ ପ୍ରଧାନମ୍ ସର୍ବ ପ୍ରସାନେଷଭୟ ପ୍ରଦାନମ୍। ପଞ୍ଚତନ୍ତ୍ର ମିତ୍ରଭେଦ ଅର୍ଥାତ୍ ଗୋ, ମହି ଏବଂ ଅନ୍ନଦାନ ଅପେକ୍ଷା ଅଭୟ ଦାନକୁ ଜ୍ଞାନୀଗଣ ସର୍ବଶ୍ରେଷ୍ଠ ଦାନ ବୋଲି କୁହନ୍ତି। ଅଭୟ ପ୍ରଦାନର ଆଧାର ହେଉଛି ଜ୍ଞାନ। ଯିଏ ଜ୍ଞାନୀ ସିଏ ନିର୍ଭୀକ। ଯିଏ ନିର୍ଭୀକ ସିଏ ଅନ୍ୟମାନଙ୍କୁ ଅଭୟ ଦାନ କରିବାକୁ ସକ୍ଷମ। ଭୟର କାରଣ ହେଉଛି ପାପ। ପାପଃ ଭୟସ୍ୟ କାରଣମ୍। ଈଶ୍ୱରୀୟ ଜ୍ଞାନ ମନୁଷ୍ୟକୁ ପାପମୁକ୍ତ କରି ନିର୍ଭୀକ କରେ।
କ୍ରମଶଃ ଓମ୍ ଶାନ୍ତି।